Welcome everyone to my channel. So ଆଜି ଓଡ଼ିଆ ଗ୍ରାମାର ଓଡ଼ିଆ ବ୍ୟାକରଣର ଆମେ ଆଜି ଅନଲାଇନ କ୍ଲାସରେ ଡିସ୍କସନ କରିବା ଓଡ଼ିଆ ଯୋଉ ମାତ୍ରା ଫଳା ଏବଂ ଯୁକ୍ତାକ୍ଷର ଉପରେ। ପୂର୍ବ କ୍ଲାସ ଗୁଡ଼ିକରେ ଆମେ ଡିସ୍କସନ କରିକି ଆସିଛନ୍ତି ଓଡ଼ିଆ ଭାଷାର ଅଭ୍ୟୁଦୟ, ଓଡ଼ିଆ ଭାଷାର ବିକାଶ, ବୈଶିଷ୍ଟ୍ୟ, ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା, ତା ସହିତ ଆମର କେତେ ପ୍ରକାର ଧ୍ୱନି ଅଛି, ସ୍ୱରଧ୍ୱନି, ବ୍ୟଞ୍ଜନ ଧ୍ୱନି ଏବଂ ବର୍ଣ୍ଣ କେତେ ପ୍ରକାର ଆମ ବର୍ଣ୍ଣ କେତେ ପ୍ରକାରର, ବ୍ୟଞ୍ଜନ ବର୍ଣ୍ଣ ଏବଂ ସ୍ୱର ବର୍ଣ୍ଣ, ତା ସହିତ ହ୍ରସ୍ୱ ସ୍ୱର, ଦୀର୍ଘ ସ୍ୱର, ବର୍ଗ ବ୍ୟଞ୍ଜନ, ଅବର୍ଗ ବ୍ୟଞ୍ଜନ, ଅନୁନାସିକ ବ୍ୟଞ୍ଜନ ଏସବୁ ବିଷୟ ଡିସ୍କସନ କରିକି ଆସିଛନ୍ତି। ତେଣୁକରି ଆଜି ଆମେ ଡିସ୍କସନ କରିବା, ଆଜିର ବିଷୟବସ୍ତୁ ହଉଛି ଆମର ମାତ୍ରା, ଫଳା ଏବଂ ଯୁକ୍ତାକ୍ଷର ବା ଯୁକ୍ତ ବର୍ଣ୍ଣ। ସୋ ଓଡ଼ିଆ ଭାଷାରେ ଯଦି କଥନ ଲିଖନ ପ୍ରଣାଳୀରେ, ଲିଖନ ପ୍ରକ୍ରିୟାରେ ବ୍ୟଞ୍ଜନ ବର୍ଣ୍ଣ ସହିତ ସ୍ୱର ବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣକୁ ମିଶାଇ ନୂଆ ଆକ୍ଷରିକ ରୂପ ଆମର ଦିଆଯାଇଥାଏ। ଏହି ପ୍ରକ୍ରିୟାରେ ଆମର ମାତ୍ରା, ଫଳା ଏବଂ ଯୁକ୍ତ ବ୍ୟଞ୍ଜନ ବା ଯୁକ୍ତାକ୍ଷରର ଉତ୍ପତ୍ତି ହୋଇଥାଏ। ଏଠାରେ ଦିଆଯାଇଥିବା ଉଦାହରଣ ଆପଣମାନେ ଦେଖନ୍ତୁ ଯେ କ ଗୋଟେ ବର୍ଣ୍ଣ ହଉଛି କ, ଅ। ଅର ମାତ୍ରା ନାହିଁ। ଆମର ସ୍ୱର ବର୍ଣ୍ଣର 11ଟି ସ୍ୱର ବର୍ଣ୍ଣ ଅଛି, ସେଥିମଧ୍ୟରୁ କେବଳ ଅର ମାତ୍ରା ନାହିଁ। ଅ ସବୁ ବ୍ୟଞ୍ଜନ ବର୍ଣ୍ଣରେ ମିଶିକରି ଉଚ୍ଚାରିତ ହୋଇଥାଏ। କ, ଖ, ଖରେ ମଧ୍ୟ ଖ, ଯୁକ୍ତ ଅ, ଖ। ଓକେ, ଏଠାରେ ଦେଖନ୍ତୁ ହର୍ଷେଇର ଗୋଟେ ମାତ୍ରା ଅଛି, ଆମର ହର୍ଷେଇର ମାତ୍ରା ଆମର ଅର୍ଦ୍ଧଚନ୍ଦ୍ର, ଓଲଟା ଅର୍ଦ୍ଧଚନ୍ଦ୍ର ଭଳି ହୋଇଥାଏ। ଆକାରର ଆର ମଧ୍ୟ ଏକ ମାତ୍ରା ଅଛି, ଆମର ଆକାର ଦିଆଯାଇଥାଏ। ଏଇଭଳି ଆମର ମାତ୍ରା ଏବଂ ଫଳାକୁ ଆମେ ୟୁଜ କରିଥାନ୍ତି। ତେଣୁକରି ଆମେ ଜାଣିବା ମାତ୍ରା କଣ। ଓକେ, ଆମର ମାତ୍ରା କାହାକୁ କୁହାଯାଏ ବା ମାତ୍ରା କଣ? ମାତ୍ରା ହଉଛି କଣ ନା ସ୍ୱର ବର୍ଣ୍ଣର ସାଙ୍କେତିକ ଚିହ୍ନକୁ ଆମେ ମାତ୍ରା କହିଥାଉ। ସ୍ୱର ବର୍ଣ୍ଣର ସାଙ୍କେତିକ ଚିହ୍ନକୁ ମାତ୍ରା କୁହାଯାଏ। ଯେତେବେଳେ ସ୍ୱର ବର୍ଣ୍ଣ ଗୁଡ଼ିକ ବ୍ୟଞ୍ଜନ ବର୍ଣ୍ଣରେ ମିଶନ୍ତି, ସେତେବେଳେ ବିଭିନ୍ନ ପ୍ରକାର ସାଙ୍କେତିକ ଚିହ୍ନ ସ୍ୱରୂପ ହୋଇ ଲାଗିଥାନ୍ତି। ତେଣୁ ସେଇ ଯୋଉ ସାଙ୍କେତିକ ଚିହ୍ନ ଗୁଡ଼ିକୁ ଆମର ମାତ୍ରା ବା କାର କୁହାଯାଇଥାଏ। ଯେପରିକି ଆମର ଏକ୍ସାମ୍ପଲ ମାଧ୍ୟମରେ ଆମେ ଯଦି ଦେଖିବା, ମୁଁ ମଧ୍ୟ ଏବେ କହିକି ଆସିଲି। ଦେଖନ୍ତୁ ଏଇଠି ଲେଖା ଅଛି ଅବ୍ୟତୀତ ଅନ୍ୟ 10ଟି ସ୍ୱର ବର୍ଣ୍ଣ ବ୍ୟଞ୍ଜନ ବର୍ଣ୍ଣ ସହିତ ମିଶି ତାହାକୁ ଲିଖିତ ଅକ୍ଷର ରୂପ ଦେଇଥାଏ। ଅ ଛଡା ଅନ୍ୟ 10ଟି ଯୋଉ ସ୍ୱର ବର୍ଣ୍ଣ ରହିଲେ ଆ, ହର୍ଷ ଇ, ଦୀର୍ଘ ଇ, ହର୍ଷ ଉ, ଦୀର୍ଘ ଉ, ରୁ, ଏ, ଐ, ଓ, ଏଇ ଏହି ଯୋଉ ଆମର ବର୍ଣ୍ଣ ଗୁଡିକ ବ୍ୟଞ୍ଜନ ବର୍ଣ୍ଣ ସହ ମିଶି ଆମର କିଛି ଚିହ୍ନ ବା ଆକୃତି ସାହାଯ୍ୟରେ ଆମର ପରିଦୃଷ୍ଟ ହୋଇଥାନ୍ତି। ସେଇ ଯୋଉ ଚିହ୍ନ ବା ସାଙ୍କେତିକ ରୂପକୁ ଆମେ କଣ କହିଥାନ୍ତି ନା ମାତ୍ରା ବା କାର ବୋଲି କହିଥାନ୍ତି। ଆକାର, ହର୍ଷଇକାର, ଦୀର୍ଘଇକାର, ରୁ ରୁକାର, ଏକାର, ଐକାର ଏଇଭଳି ଆମେ ଉଚ୍ଚାରଣ କରିଥାନ୍ତି। ତେଣୁକରି ସେ ଯୋଉ 10ଟି ଆମର 11ଟି ସ୍ୱର ବର୍ଣ୍ଣର ଅକୁ ଛାଡିଦେଲେ ଯୋଉ 10ଟି ସ୍ୱର ବର୍ଣ୍ଣ ରହିଲେ, ତାର ଯୋଉ ମାତ୍ରା ବା କାର ଗୁଡିକର ସାଙ୍କେତିକ ଚିହ୍ନ କଣ ଆମେ ବର୍ତ୍ତମାନ ପଢିବା। ଆକାରର ସାଙ୍କେତିକ ଚିହ୍ନ ହଉଛି ଗୋଟେ ଗାର ସଦୃଶ। ହର୍ଷଇକାର ଓଲଟା ଅର୍ଦ୍ଧଚନ୍ଦ୍ର, ଏଇଟା ହର୍ଷଇକାର। ଓକେ, ଦୀର୍ଘଇକାର ହଉଛି ଆମର ଏଇଭଳି ଦୀର୍ଘଇକାର। ହର୍ଷ ଉକାର ଚାରି ଭଳି, ତାହେଲେ ଏମିତି ଆମେ କେହି ଲେଖିଥାନ୍ତି। ଦୀର୍ଘକାର ଏଇଭଳି, ରୁକାର ଏଇଭଳି ରୁକାର। କୃଷକ ଏକ୍ସାମ୍ପଲ ଦେଇଛି, କୃଷକ, କୂପ, ଠୋଳ, ଏକାର କେଶେ, କେଶବ, ଏକାରଟା ଆମର ଇଂଲିଶର 6 ନମ୍ବର। ଐକାରଟା ଆମର ହଉଛି ଆମର ଐରାବତ ଦେଖନ୍ତୁ, ବୈଠକ, ଓକାର, ଓଳ, ଉକାର। ଓକେ, ତେଣୁକରି ଏଇ ଯୋଉ 10ଟି ବର୍ଣ୍ଣ ରହିଲେ, ଏଇ 10ଟି ସ୍ୱର ବର୍ଣ୍ଣ ଯେତେବେଳେ ବ୍ୟଞ୍ଜନ ବର୍ଣ୍ଣ ସହ ମିଶିକରି ଯେଉଁ ଉଚ୍ଚାରଣ ବା ଯେଉଁ ସଂକେତ ରୂପେ ଆମେ ତାକୁ ଲେଖିଥାଉ ବା କହିଥାଉ, ସେଇ ସାଙ୍କେତିକ ଚିହ୍ନକୁ ସ୍ୱରବର୍ଣ୍ଣ ଯେତେବେଳେ ବ୍ୟଞ୍ଜନ ବର୍ଣ୍ଣ ସହ ମିଶିଯାଏ, ସେ ଯୋଉ ଚିହ୍ନ ସାଙ୍କେତିକ ଚିହ୍ନ ସ୍ୱରୂପ ହୋଇ ଲାଗି ରହିଥାନ୍ତି, ସେଇ ସାଙ୍କେତିକ ଚିହ୍ନକୁ ଆମେ ମାତ୍ରା ବା କାର କହିଥାଉ। ତେଣୁକରି କାର ମାତ୍ରା ସେ କ୍ଲିୟର ହେଲେ, ତା ସହିତ ଆପଣ ମନେ ରଖିବା ଉଚିତ ଯେ ହର୍ଷଇକାର ନିମନ୍ତେ ଆମର ହର୍ଷଇକାର ପାଇଁ ଦୁଇଟି ଚିହ୍ନର ବ୍ୟବହାର କରାଯାଏ।
ଆମର ପ୍ରଥମଟି ହଉଛି ଅର୍ଦ୍ଧଚନ୍ଦ୍ର, ଯୋଉଟା କି ଓଲଟା ଅର୍ଦ୍ଧଚନ୍ଦ୍ର ରୂପେ ରହିଥାଏ। ଯେପରି ଏଠି ଲେଖା ଅଛି ଇଟିଲି, କିଟିମିଟି, ଏଇ ଯୋଉ ହର୍ଷଇକାର ବ୍ୟବହୃତ କରାଯାଇଛି। ଏହା ହଉଛି ପ୍ରଥମ ପ୍ରକାର ହର୍ଷଇକାର ଚିହ୍ନ। ଦ୍ୱିତୀୟ ପ୍ରକାର ହଉଛି କ୍ଷୀରି, ଥିରି। ଦେଖନ୍ତୁ କ୍ଷୀରି, ଏ ଖରେ ମଧ୍ୟ ହର୍ଷଇକାର, ଧିରେ ମଧ୍ୟ ହର୍ଷଇକାର। ତେଣୁକରି ପ୍ରଥମ ହର୍ଷଇକାରଟି ହେଉଛି ଆମର ଏଭଳି ଚିହ୍ନଟି। ଦ୍ୱିତୀୟ ହର୍ଷଇକାର ହଉଛି ତା ତଳେ ଆମର ବ୍ୟଞ୍ଜନ ବର୍ଣ୍ଣର ତଳେ ଏଇ ସଂକେତଟା ବ୍ୟବହୃତ ହୋଇଥାଏ। ଆଉ ଅର୍ଦ୍ଧଚନ୍ଦ୍ରଟି ବ୍ୟଞ୍ଜନ ବର୍ଣ୍ଣର ଉପରେ ବ୍ୟବହୃତ ହୋଇଥାଏ। ଓକେ। ତ ହଉଛି ଆମର ସ୍ୱରବର୍ଣ୍ଣ, ଯାହାକି ସମସ୍ତ ବ୍ୟଞ୍ଜନ ବର୍ଣ୍ଣରେ ଆଧାର ବର୍ଣ୍ଣ ଭାବରେ ଥିବାରୁ ଏହାର ମାତ୍ରା ରୂପ ନାହିଁ। ସମସ୍ତ ଯୋଉ ବ୍ୟଞ୍ଜନ କ, ଖ, ଗ, ଘ, ସମସ୍ତ ବ୍ୟଞ୍ଜନ ବର୍ଣ୍ଣର ଆଧାର ହଉଛି ଆମର ସ୍ୱର। ତେଣୁକରି କେବଳ ସ୍ୱର ବର୍ଣ୍ଣର ମାତ୍ରା ରୂପ ନାହିଁ। ବାକି 10ଟି ସ୍ୱର ବର୍ଣ୍ଣର ମାତ୍ରା ରୂପ ଅଛି। କ୍ଲିୟର? ତାହେଲେ ଫଳା କଣ? ଫଳା ହଉଛି ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣର ମିଶିକି ଆମର କିଛି ମାନେ ଆମର ପ୍ରାୟ 8ଟି ବ୍ୟଞ୍ଜନ ବର୍ଣ୍ଣ ଅଛି, ଯାହାକୁ ଆମେ ଫଳା ରୂପେ ବ୍ୟଞ୍ଜନ ବର୍ଣ୍ଣରେ ବ୍ୟବହୃତ କରିଥାଉ। ଗୋଟିଏ ବ୍ୟଞ୍ଜନ ବର୍ଣ୍ଣରେ ସ୍ୱର ବର୍ଣ୍ଣ ମାତ୍ରା କୋଣରେ ଲାଗିଲା ବେଳେ ଗୋଟିଏ ବ୍ୟଞ୍ଜନ ବର୍ଣ୍ଣରେ ଆମେ ପଢିକି ଆସିଲେ ଗୋଟେ ବ୍ୟଞ୍ଜନ ବର୍ଣ୍ଣରେ ସ୍ୱର ବର୍ଣ୍ଣ ମାତ୍ରା କାର ଆକାରରେ ଲାଗି ରହୁଛି। ସେଇଭଳି ବ୍ୟଞ୍ଜନ ବର୍ଣ୍ଣରେ ଆଉ ଗୋଟେ ବ୍ୟଞ୍ଜନ ବର୍ଣ୍ଣ ମଧ୍ୟ ଲାଗେ। କେତେକ ବ୍ୟଞ୍ଜନ ବର୍ଣ୍ଣ ବା ଅନ୍ୟ ବ୍ୟଞ୍ଜନ ବର୍ଣ୍ଣ କେତେକ ବ୍ୟଞ୍ଜନ ବର୍ଣ୍ଣ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣରେ ମୂଳ ଆକୃତିରେ ନ ଲାଗି ଫାଳିକିଆ ବା ଖଣ୍ଡିତ ଆକୃତିରେ ଲାଗେ। ଫାଳିକିଆ ବା ଖଣ୍ଡିତ ଆକୃତିରେ ଲାଗୁଥିବାରୁ ଏହାକୁ ଆମେ କଣ କୁହାଯାଏ? ଫଳା ବୋଲି କୁହାଯାଏ। ଫଳା କହିବାର କାରଣ ହଉଛି କେତେକ ବ୍ୟଞ୍ଜନ ବର୍ଣ୍ଣ ଅଛି, ଯେଉଁ ବ୍ୟଞ୍ଜନ ଗୁଡିକ ଅନ୍ୟ ବ୍ୟଞ୍ଜନ ବର୍ଣ୍ଣରେ ଫାଳିକିଆ ବା ତାର ଖଣ୍ଡିତ ଅଂଶ ୟୁଜ କରିଥାନ୍ତି, ତାକୁ ବ୍ୟବହାର କରିଥାନ୍ତି ଲେଖିଲା ବେଳେ ସାଙ୍କେତିକ ଚିହ୍ନ ରୂପେ। ତେଣୁକରି ତାହାକୁ ଆମେ ଫଳା କହିଥାନ୍ତି। ଅର୍ଥାତ୍ ଫଳା ହଉଛି ବ୍ୟଞ୍ଜନ ବର୍ଣ୍ଣରେ ମିଶୁଥିବା ଅନ୍ୟ ବ୍ୟଞ୍ଜନ ବର୍ଣ୍ଣର ସଂକ୍ଷିପ୍ତ ବା ଖଣ୍ଡିତ ସାଙ୍କେତିକ। ଫଳା କଣ ହେଲା? ବ୍ୟଞ୍ଜନ ବର୍ଣ୍ଣରେ ମିଶୁଥିବା ଅନ୍ୟ ଏକ ବ୍ୟଞ୍ଜନ ବର୍ଣ୍ଣର ଖଣ୍ଡିତ ସାଙ୍କେତିକ ରୂପ ହଉଛି ଫଳା। ଫଳା କେତୋଟି ଅଛନ୍ତି? ନା 8ଟି ଅଛନ୍ତି। କଣ କଣ? ଣ, ଣ, ନ, ମ, ୟ, ର, ଳ, ଲ, ୱ। ଟୋଟାଲ 8ଟି। ଓକେ। ତେଣୁ ଣ ଲେଖିବା ଣ ଫଳା ଉଷ୍ଣ, ଉଷ୍ଣ, ଉଷ୍ଣ। ଣର ଆମେ ବର୍ଗୀୟ ବ୍ୟଞ୍ଜନ, ଅବର୍ଗୀୟ ବ୍ୟଞ୍ଜନ ଟାଇପ ଆମେ ପଢିଛନ୍ତି। ଣର ଉଚ୍ଚାରଣ ସବୁବେଳେ ନ ହୋଇଥାଏ। ଣ ଯେତେବେଳେ ଶେଷରେ ୟୁଜ କରାଯାଏ ସେଟା ନ ହୋଇଥାଏ। ଉଷ୍ଣ, ଣ, ଣ ଫଳା ୟୁଜ କରାଯାଇଛି। ଏଇଟା ଆମର ଣ ଫଳା ସ୍ନ ତଳେ ପୁଅ ଭଳିଆ ସଂକେତ ଦେଇଥାନ୍ତି। ଏଟା ହଉଛି ଣ ଫଳା। ଯୁକ୍ତ ରାମ ଣ ଫଳା। ଣ ଫଳା ମାନେ ଉଷ୍ଣ, ତୃଷ୍ଣା, କୃଷ୍ଣ, ଅର୍ଣ୍ଣ, କର୍ଣ୍ଣ, ଉତ୍ତୀର୍ଣ୍ଣ, ଏସବୁ ଆମର ଣ ଫଳା। ନ ଫଳା ସେଇଭଳି ନ ଫଳା ମଧ୍ୟ ନ ଫଳା ସ୍ନାନ, ବାସ୍ନା, ଅଗ୍ନ ଏସବୁ ଆମର ଯେଉଁ ବ୍ୟଞ୍ଜନ ବର୍ଣ୍ଣରେ ବ୍ୟବହାର କରାଯାଇଥାଏ ସେ ବ୍ୟଞ୍ଜନ ବର୍ଣ୍ଣର ତଳେ ନିମ୍ନ ଭାଗରେ ଯୋଗ କରାଯାଇଥାଏ। ମ ଫଳା ସେଇଠି ମ ଫଳାର ଚିହ୍ନ ହଉଛି ଆମର ଏଇଭଳି ଚିହ୍ନ ହଉଛି ମ ଫଳା। ଗୁଳ୍ମ, ଛଦ୍ମ, ଜନ୍ମ, ମ ଫଳା, ୟ ଫଳା। ୟ ଫଳା, ଓ ଫଳା ଏବଂ ଆମର ବ ଯୋଉ ଯୁକ୍ତାକ୍ଷର ଆମ୍ବ, ବ, ତାଙ୍କର ପ୍ରତୀକ ହଉଛି ସ୍ୱରୂପ ସମାନ, ମାତ୍ର ତାଙ୍କର ବ୍ୟବହାର ଭିନ୍ନ ଭିନ୍ନ। ୟ ଫଳାଟି ଆମର ବ୍ୟଞ୍ଜନ ବର୍ଣ୍ଣର ଯୋଉ ବ୍ୟଞ୍ଜନ ୟୁଜ କରାଯାଇଥାଏ, ବ୍ୟବହାର କରାଯାଇଥାଏ, ତାହାର ଡାହାଣ ପାର୍ଶ୍ୱରେ ଲାଗିଥାଏ। ମାତ୍ର ଓ ଫଳାର ଏଇ ସାଙ୍କେତିକ ଚିହ୍ନ କିମ୍ବା ବର ଯୋଉ ଯୁକ୍ତାକ୍ଷର ଆମ୍ବ ହଉ, ତାହା ବର୍ଣ୍ଣର ତଳେ ବ୍ୟବହୃତ ନିମ୍ନ ଭାଗରେ ବ୍ୟବହୃତ ହୋଇଥାଏ। ଯୁକ୍ତାକ୍ଷରରେ ଏଇ ଜିନିଷଟି ବର୍ଣ୍ଣ ଲାଗିକି ରହିଥାଏ, ମାତ୍ର ଫଳାଟି ବର୍ଣ୍ଣ ଠାରୁ ଟିକେ ଗ୍ୟାପ ବା ଛାଡିକରି ରହିଥାଏ। ୟ ଫଳା, ର ଫଳା, ର ଫଳାର ସାଙ୍କେତିକ ଚିହ୍ନ ହଉଛି ଏଇଭଳି ହଉଛି ର ଫଳା ସାଙ୍କେତିକ ଚିହ୍ନ। ଯେମିତି କ୍ରମ, ଚକ୍ର ଓ ଯୁକ୍ତ ର ଫଳା ୟୁଜ ହେଇ କ୍ରମ ହଉଛି। ଳ ଫଳା, ଳ ଫଳାଟା ଆମର ତିନି ଭଳି ଦେଖାଯାଏ। ଳ ଫଳା ଗୁଳ୍ମ, ଶୁକ୍ଳ, କ୍ଳାନ୍ତ, ଅମ୍ଳ। ଆଉ ଲ ଫଳାଟା ଆମର ଏଇଭଳି ହଉଛି ଆମର ଲ ଫଳା। ଗେହ୍ଲା, ମହ୍ଲାର, ମଲ୍ଲ। ଓ ଫଳା ହଉଛି ଆମର ପରିପକ୍ୱ, ବିଶ୍ୱ, ସ୍ୱାଧୀନ, ଏସବୁ ଓ ଫଳା। ଓ ଫଳା ଆମର ଫଳା ଯେତେବେଳେ ୟୁଜ କରାଯାଏ, ଫଳାଟା ଆମର ଯୋଉ ବ୍ୟଞ୍ଜନ ବର୍ଣ୍ଣ ଯେଉଁ ବ୍ୟଞ୍ଜନ ବର୍ଣ୍ଣ ଯେଉଁ ଅକ୍ଷରରେ ଫଳା ଆମର ଲାଗିଥାଏ
ସେ ଫଳାଟି ତା ତଳେ ୟୁଜ୍ କରାଯାଇଥାଏ, ତାହା କିଛି ଛାଡିକି ରହିଥାଏ। ମାତ୍ର ଯୁକ୍ତାକ୍ଷର କ୍ଷେତ୍ରରେ ତାହା ଯୁକ୍ତ ବର୍ଣ୍ଣ ତାହା ଲାଗିକିରି ରହିଥାଏ। ଓକେ, ସୋ ଏଥିରୁ ଆମେ ଜାଣିଲେ କଣ ନା ମାତ୍ରା ଆମର ଅଛି 10ଟି ସ୍ୱର ବର୍ଣ୍ଣର ମାତ୍ରା ଅଛି। 10ଟି କୁ ଛାଡିଦେଲେ ଅନ୍ୟ 10ଟି ସ୍ୱର ବର୍ଣ୍ଣର କଣ ମାତ୍ରା ଅଛି। ଓକେ, ଏବଂ 8ଟି ବ୍ୟଞ୍ଜନ ବର୍ଣ୍ଣ ଆମର ବ୍ୟବହୃତ ହୁଅନ୍ତି ଫଳା। ଓକେ, ତେବେ ନୋଟ୍ସ ଗୁଡ଼ିକ ଦେଖିବା। ଓଡ଼ିଆରେ ଓଡ଼ିଆରେ କେବଳ ମୁଁ ଏବେ କହିକି ଆସିଲି ଆମର ଇୟ ଫଳା ହଉଛି ପ୍ରଥମ ବର୍ଣ୍ଣ, ଫଳା ଗ୍ରହଣକାରୀ ବର୍ଣ୍ଣର ଡାହାଣ ପାର୍ଶ୍ୱରେ ଲାଗେ। ଓକେ, ଏବେ ଅବୟ ଦେଖିଲେ ଅବୟ ବ ବ୍ୟଞ୍ଜନରେ ଆମର ଇୟ ଫାଡି ଲାଗୁଛି, ତେଣୁକରି ଏହା ଡାହାଣ ପାର୍ଶ୍ୱରେ ଲାଗୁଛି। ଏହା ହଉଛି ତାହାର ସାଙ୍କେତିକ ଚିହ୍ନ। ଇୟ ଫଳ ସାଙ୍କେତିକ ଚିହ୍ନ ହଉଛି ମାତ୍ର ଅନ୍ୟ ଫଳା ଗୁଡ଼ିକ ମୂଳ ବର୍ଣ୍ଣର ତଳେ ସାଙ୍କେତିକ ଖଣ୍ଡାଂଶ ଚିହ୍ନ। ଯେମିତି ଆମେ ଏଇଠି ଏକ୍ସାମ୍ପଲ ମାଧ୍ୟମରେ ଦେଖିଲେ ପକ୍ୱ, ଗେହ୍ଲା, ଶୁକ୍ଳ, କ୍ରମ, ନଗ୍ନ, ଜନ୍ମ, ଏଇ ଯୋଉ ସବୁ ଫଳା ରହିଲେ ମ ଫଳା, ନ ଫଳା, ଳ, ର ଫଳା, ଓ ଫଳା, ଏସବୁ ଆମର ମୂଳ ବର୍ଣ୍ଣର ତଳେ ସାଙ୍କେତିକ ଖଣ୍ଡାଂଶ ରୂପେ ଟିକେ ଛାଡିକି ଲାଗେ। କେବଳ ଇୟ ଫଳାଟା ଡାହାଣ ପାର୍ଶ୍ୱରେ ବର୍ଣ୍ଣର ଡାହାଣ ପାର୍ଶ୍ୱରେ ବ୍ୟବହୃତ ହୁଏ। ଓକେ, ତ ଏବେ ଦେଖନ୍ତୁ ଅନ୍ୟ ଯୋଉ ବର୍ଣ୍ଣ ଗୁଡେ କ ର ସାଙ୍କେତିକ ଚିହ୍ନ ହଉଛି ଆମର ଏଇଟା କ ର ସାଙ୍କେତିକ ଚିହ୍ନ। ଜର ବର୍ଗଜର ଏଇଟା ହେଲା ବର୍ଗଜର ସାଙ୍କେତିକ ଚିହ୍ନ। ମାତ୍ର ଜ ବା ଇୟ ର ସାଙ୍କେତିକ ଚିହ୍ନ ହଉଛି ଅବନ୍ତା। ଓକେ, ଡ ର ସାଙ୍କେତିକ ଚିହ୍ନ ହଉଛି 2, ତ ର ମଧ୍ୟ ସାଙ୍କେତିକ ଚିହ୍ନ ହଉଛି 2। ଏହା ଆମେ ଆଲୋଚନା କରିବା। ଓକେ, ଢ ର ସାଙ୍କେତିକ ଚିହ୍ନ ତଳେ ଲେଖାଯିବ 1 ଭଳି। କ ଏଇ ତ ଆମର ତ ର ଯୋଉ ସାଙ୍କେତିକ ଚିହ୍ନ ଆଉ ଡ ର ଯୋଉ ସାଙ୍କେତିକ ଚିହ୍ନ ଦୁଇଟାକ ସମାନ, ମାତ୍ର ଉଚ୍ଚାରଣ ଭିନ୍ନ ଭିନ୍ନ ହୋଇଥାଏ। ଓକେ, ଥ ର ସାଙ୍କେତିକ ଚିହ୍ନ ଏଇ ଛନ୍ଦ ଭଳି, ଗାଈ ଛନ୍ଦ ଭଳି ସ୍ଥର ସାଙ୍କେତିକ ଚିହ୍ନ। ରେଫ ର ସାଙ୍କେତିକ ଚିହ୍ନ ଆମର ରେଫ ଟି ର ଯୁକ୍ତ ହୋଇକି ଆମର ଆସିଥାଏ ନେକ୍ସଟ ଯୋଉ ବର୍ଣ୍ଣ ଆସିଥାଏ ପରବର୍ତ୍ତୀ ବ୍ୟଞ୍ଜନ ବର୍ଣ୍ଣରେ ସେଟା ରେଫ ଯୋଗ ରୂପେ ବ୍ୟବହୃତ ହୋଇଥାଏ। ଓଡ଼ିଆ ବର୍ଗ ବ୍ୟଞ୍ଜନରୁ ଓକେ, ଓଡ଼ିଆ ବର୍ଗ ବ୍ୟଞ୍ଜନରେ ଆମର ବ ଫଳା ନାହିଁ। ଯୋଉ ବ ଫଳା ଓଡ଼ିଆ ବର୍ଗ ବ୍ୟଞ୍ଜନରେ ଆମେ ବ ଫଳା ବ୍ୟବହୃତ ହୁଏ। ଅବର୍ଗ ଯୋଉ ଓଟି ସଂକ୍ଷିପ୍ତ ରୂପ, ଯେପରି ଆମର ୟ ଫଳା କହିଲେ ଓ ର ସଂକ୍ଷିପ୍ତ ରୂପ ମଧ୍ୟ ସେଇଭଳି। ଓକେ, ୟ ଫଳ ସଂକ୍ଷିପ୍ତ ରୂପ, ଓ ର ମଧ୍ୟ ସଂକ୍ଷିପ୍ତ ରୂପ। ଏହା କିନ୍ତୁ ବର୍ଣ୍ଣର ନିମ୍ନରେ ଲାଗେ, ଆମେ ଆଲୋଚନା କରି ଆସିଛେ। ଏଇ ଚିହ୍ନଟି କେବଳ ଯଦି ବ ସହିତ ଯୋଗ ହେଲା ତାହେଲେ ବର୍ଗ୍ୟ ବ ଭାବରେ ଗ୍ରହଣ କରାଯାଏ। ବର୍ଗ୍ୟ ବ ର ସାଙ୍କେତିକ ଚିହ୍ନଟି ଯୁକ୍ତାକ୍ଷରରେ କହିକି ଆସିଛି। ବର୍ଗ୍ୟ ବ ଆମ୍ବ ହେଲା, ଶିମ୍ବ ହେଲା, ତମ୍ବା ହେଲା, ଏଇଟା ଆମର ବର୍ଗ୍ୟ ବ, ଏଇଟା ହେଲା ଆମର ଅବର୍ଗ୍ୟ ଓ। ଓକେ, ଏଠାରେ ଦେଖନ୍ତୁ ଆମର ଯୋଉ ଯୁକ୍ତାକ୍ଷରରେ ପୁରା ଯୋଉ ଆମ ଯୁକ୍ତାକ୍ଷର ଯୋଉ 2ଟି ଅକ୍ଷର ଯୋଗ କରାଯାଇଥାଏ, ସେ ଯୋଉ ଅକ୍ଷରଟି ଆମର ଯୁକ୍ତ ଚିହ୍ନ ହିସାବରେ ଲାଗିଥାଏ ତାହା ସମ୍ପୂର୍ଣ୍ଣ ଭାବରେ ଏକି କରିଥାଏ ପ୍ରଥମ ବର୍ଣ୍ଣ ସହ, ମାତ୍ର ଫଳାରେ ଛାଡିକରି। ଓକେ, ତେବେ ଏବେ ଆମେ ଡିସ୍କସନ କରିବା ଯୁକ୍ତ ବର୍ଣ୍ଣ ବା ଯୁକ୍ତାକ୍ଷର। ଯୁକ୍ତ ବର୍ଣ୍ଣ କଣ ଏବଂ ଯୁକ୍ତାକ୍ଷର କଣ? ଉଭୟ ସମାନ। ବ୍ୟଞ୍ଜନ ବର୍ଣ୍ଣ ସହିତ କିଛି ବ୍ୟଞ୍ଜନ ବର୍ଣ୍ଣ ମିଶି ଫଳା ଗଠନ କଲେ ମାତ୍ର 8ଟି ବ୍ୟଞ୍ଜନ ବର୍ଣ୍ଣ। ଓକେ, ଆଉ ଅର୍ଥର ଅନ୍ୟ ଯୋଉ ବ୍ୟଞ୍ଜନ ବର୍ଣ୍ଣ ରହିବେ, ବ୍ୟଞ୍ଜନ ବର୍ଣ୍ଣ ସହିତ ଅନ୍ୟ ଯୋଉ ବ୍ୟଞ୍ଜନ ବର୍ଣ୍ଣ ମିଶିବ, ଯେଉଁ ବର୍ଣ୍ଣଟି ଗଠିତ ହବ ତାହା ହେବ ଯୁକ୍ତ ବର୍ଣ୍ଣ ବା ଯୁକ୍ତ ବ୍ୟଞ୍ଜନ। ଏଇ ଯୁକ୍ତ ବ୍ୟଞ୍ଜନକୁ ଲିଖନକୁ ଆମେ ଯୁକ୍ତାକ୍ଷର ମଧ୍ୟ। ବ୍ୟଞ୍ଜନ ବର୍ଣ୍ଣ ସହିତ ବ୍ୟଞ୍ଜନ ବର୍ଣ୍ଣର ସମ୍ମିଶ୍ରଣରେ ଯୁକ୍ତାକ୍ଷରର ସୃଷ୍ଟି ହୋଇଛି। ଓକେ, ଏଇ ଯେ ଆମର ଦେଖନ୍ତୁ ଆମେ ସାଙ୍କେତିକ ରୂପ କ, ଆମର ଏଇଟା ଦ୍ୱିତୀୟ କ କୁହନ୍ତି। କ ଖ ଅକ୍ତ, କରେ ତ ମିଶିଗଲା ସ୍ଫ ସ୍ଫ। ଓକେ, ଆମର ବ୍ୟଞ୍ଜନ ବର୍ଣ୍ଣ ସହିତ ଇଏ ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ସ ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ସ ବାକ୍ସ। ଓକେ, ବାକ୍ସ ହେଲା ଆମର ଏଠି ଇସ୍କ, କନିଷ୍କ, ବୁଧନେଶ, କନିଷ୍କ। ଆମର ବିଦଗ୍ଧ ଧ ଗ ଧ, ଇଏ ଗୋଟେ ବ୍ୟଞ୍ଜନ ବର୍ଣ୍ଣ, ଇଏ ଗୋଟେ ଗ ଧ ବିଦଗ୍ଧ। ବଦଳେ ଆମର ଧ। ଦ୍ୱିତୀୟ ଯୋଉ ଆମ ଦ୍ୱିତୀୟ ଚ କହିଥାନ୍ତି, ଦିଟା ଚ ମିଶିକି ଆମ ଦ୍ୱିତୀୟ ତ।
ଆମର ବିଭାଗକୁ ଯୁକ୍ତ ବ୍ୟଞ୍ଜନ ବି କହିଥାନ୍ତି। ଦ୍ୱିତୀୟ ଛ, ଦ୍ୱିତୀୟ ଜ କ୍ୟ, ଏଇଟା ମନେ ରଖିବେ, ଜ କ୍ୟ ମିଶିକି କ୍ୟ ହୋଇଥାଏ। ଯଦି ଆମେ ଜ୍ଞାନ ରଖୁଛନ୍ତି, ତେଣୁକରି ଏଇ ଜ୍ଞାନଟି ବର୍ଗେଜ ଓ ନ୍ୟୟର ସମ୍ମିଶ୍ରଣରେ ସୃଷ୍ଟ ଜ୍ଞ ଆକାର ଜ୍ଞା। ମାତ୍ର କିଏ କିଏ ଲେଖିଥାନ୍ତି ପରେ ଅଫଳା କର ଜ୍ଞାନ, ଏଇଟା ସମ୍ପୂର୍ଣ୍ଣ ଭୁଲ। ଜ୍ଞାନ, ଏଇ ଜ୍ଞାନଟି ଠିକ। ବର୍ଗେଜ ଯୁକ୍ତ ନିୟ ଇଜ ଇକ୍ୱାଲ ଟୁ କ୍ୟ, ସେଇଟା ହଉଛି ଠିକ ଜ୍ଞାନ। ଦ୍ୱିତୀୟଟ କ, କ ହେଲା ଆପଣ ଆମ ସାଙ୍କେତିକ ତର ସାଙ୍କେତିକ ରୂପ ହଉଛି ତର, ଯୋଉ ପୂର୍ବରୁ ଯୋଉ ତ ଲାଗିଥାଏ ତାର ସାଙ୍କେତିକ ରୂପ ହଉଛି ଏଇଟା। ଦ୍ୱିତୀୟ ଟ ସ, ତ ସ ଓଡିଆ ଆମର ସ ହେଲା। ଏଇ ଦୁଇଟି ଏଥିରେ ଆମେ ଜାଣିଲେ ଦୁଇଟି ବ୍ୟଞ୍ଜନ ବର୍ଣ୍ଣର ସମ୍ମିଶ୍ରଣରେ ଆମେ କଣ ସୃଷ୍ଟି କରିଥାନ୍ତି ନା ଯୁକ୍ତାକ୍ଷର ବା ଯୁକ୍ତ ବ୍ୟଞ୍ଜନ ସୃଷ୍ଟି କରିଥାନ୍ତି। ଓକେ, ତ ତିନୋଟି ବ୍ୟଞ୍ଜନ ବର୍ଣ୍ଣକୁ ମଧ୍ୟ ନେଇକି ଆମର ଯୁକ୍ତ ବ୍ୟଞ୍ଜନ ସୃଷ୍ଟି ହୋଇଥାଏ। ଯେପରି ତ୍ର, ମନ୍ତ୍ରୀ, ମନ୍ତ୍ରୀ, ନ ତ ର, ମନ୍ତ୍ର, ଏ ତିନୋଟି ବ୍ୟଞ୍ଜନ ରହିଲା। ପ୍ରଥମ ନ, ଦ୍ୱିତୀୟ ତ, ତୃତୀୟରେ ସରି ର, ମିଶ୍ରଣ ସୃଷ୍ଟିର ନୂତନ ବ୍ୟଞ୍ଜନ ଯୁକ୍ତ ବ୍ୟଞ୍ଜନ, ତାର ନାମ ହଉଛି ନ୍ତ୍ର। କେହି କେହି ଆମେ ନ୍ତ୍ର ମଧ୍ୟ ଏଇଭଳିଆ ମାନଚିତ୍ର କରି ଲେଖିଥାନ୍ତୁ। ଇଏ ବି ଠିକ, ଇଏ ବି ଠିକ। ଓକେ, ଯଦି ଆମେ ଯୁକ୍ତ ବ୍ୟଞ୍ଜନ ରୂପେ ଲେଖିବା ତେବେ ଏଇଠି ଠିକ। ସ୍ତ୍ର, ସ୍ତ୍ରୀ, ସ, ଅ, ର, ଏ ତିନୋଟି ବ୍ୟଞ୍ଜନ, ଏ ତିନୋଟି ବ୍ୟଞ୍ଜନର ସମ୍ମିଶ୍ରଣରୁ ଆମର ସ୍ତ୍ରର ଜାତ ହୋଇଛି, ସ୍ତ୍ର ଯୁକ୍ତ ବ୍ୟଞ୍ଜନର ଜାତ ହୋଇଛି। ଓକେ, ଏଥିରେ ଥିବା ମନେ ରଖ, ଏଥିରେ ସାଙ୍କେତିକ ଏସ୍ ମୁଁ କହିକି କେବଳ ସେ ଯୋଉ ଆମର ଉପରେ ଯୋଉ ବର୍ଣ୍ଣନା କରି ଆସିଲେ ଣ, ମ, ନ, ର, ଳ, ଲ, ଓ, ଏଇ ଯୋଉ ଆଠଟି, ଏ ଆଠଟିର ସାଙ୍କେତିକ, ଏ ଆଠଟି ବର୍ଣ୍ଣର ସାଙ୍କେତିକ ରୂପ ହଉଛି ଫଳା। ମାତ୍ର ଏବେ ଯୋଉ ଆମେ ଯୋଉ ଡିସ୍କସନ କଲେ ଅନ୍ୟ ବ୍ୟଞ୍ଜନ ଗୁଡିକ, ଯାହାକି ସେଗୁଡିକ ଫଳା ନୁହେଁ, ବ୍ୟଞ୍ଜନ ବର୍ଣ୍ଣର ଖଣ୍ଡିତ ସଂକେତ ଚିହ୍ନ। ଓକେ, ଏବେ ଆମେ ପଢିବା, ନେକ୍ସଟ ଆମେ ପଢିବା କଣ ନା ଅନୁନାସିକ ଯୁକ୍ତ ବର୍ଣ୍ଣ। ଅନୁନାସିକ ଯୁକ୍ତ ଅନୁନାସିକ ଯୁକ୍ତ ବର୍ଣ୍ଣ କଣ ଆମେ ପଢିକି ଆସିଛନ୍ତି। ଅନୁନାସିକ ବର୍ଣ୍ଣ ହଉଛି ପ୍ରତ୍ୟେକ ଯୋଉ ଆମେ ବର୍ଗୀୟ ବ୍ୟଞ୍ଜନ ପଢିଥିଲେ, ପ୍ରତ୍ୟେକ ବର୍ଗୀୟ ବ୍ୟଞ୍ଜନର ପଞ୍ଚମ ବର୍ଣ୍ଣ ହଉଛି ଅନୁନାସିକ ବର୍ଣ୍ଣ, ଅନୁନାସିକ ବ୍ୟଞ୍ଜନ। କାହିଁକି ନା ତାହାର ଉଚ୍ଚାରଣ ବେଳେ ଆମର ନାସିକାର ପ୍ରୟୋଗ ଘଟିଥାଏ ବା ନାସିକାରୁ ଉଚ୍ଚାରିତ ହେଉଥିବାର ଉଦ୍ବୋଧ ହୋଇଥାଏ। ଓକେ, ଯେପରି ଆମର କ ବର୍ଗର ପଞ୍ଚମ ବର୍ଣ୍ଣ ହଉଛି କଣ ମ, 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 ନିୟ, ଣ, ନ, ମ, ଏସବୁ ଯେତେବେଳେ ନିଜେ ନିଜେ ଉଚ୍ଚାରଣ କର ଜାଣିପାରିବେ ଯେ ଏହା ଆମର ନାସିକାର ସହଯୋଗରେ ଉଚ୍ଚାରିତ ହଉଛି। କ ବର୍ଗର ମ, ଚ ବର୍ଗର ନିୟ କଚଟ ତପ, ଟ ବର୍ଗର ଣ, ତ ବର୍ଗର ନ, ପ ବର୍ଗର ମ। ତେଣୁକରି ଏଗୁଡିକ ହଉଛି ଅନୁନାସିକ ବ୍ୟଞ୍ଜନ ବର୍ଣ୍ଣ। এই ଅନୁନାସିକ ବ୍ୟଞ୍ଜନ ବର୍ଣ୍ଣ ସହିତ ଯଦି ଆମର ଅନ୍ୟ ଏକ ବ୍ୟଞ୍ଜନ ବର୍ଣ୍ଣର ସମ୍ମିଶ୍ରଣରେ ଜାତ ଯୁକ୍ତ ବ୍ୟଞ୍ଜନ ଜାତ ହୁଏ, ତାହାକୁ ଆମେ କହିଥାଉ ଅନୁନାସିକ ଯୁକ୍ତ। କରେକ୍ଟ? ତେଣୁ ଏ ଡେଫିନେସନ ଦେଇଛି, ନିର୍ଦ୍ଦିଷ୍ଟ ବର୍ଗର ନାସିକ୍ୟ ବର୍ଣ୍ଣ ସହିତ ସେହି ବର୍ଗର ଅନ୍ୟ ବର୍ଗର ସଂଯୋଗ ଘଟି ଯୋଉ ଯୁକ୍ତପୂର୍ଣ୍ଣ ସୃଷ୍ଟି ହୁଏ, ତାହା ହେଉଛି ଅନୁନାସିକ ଯୁକ୍ତ ବର୍ଣ୍ଣ। ଅର୍ଥାତ୍ କ ବର୍ଗର ପଞ୍ଚମ ବ୍ୟଞ୍ଜନ ଯୋଉଟା ଆମର ମ, ଯୋଉଟା କି ଅନୁନାସିକ ବ୍ୟଞ୍ଜନ ବର୍ଣ୍ଣ, ତାହା ସହିତ କ ବର୍ଗର ଅନ୍ୟ ବ୍ୟଞ୍ଜନ ଗୁଡ଼ିକ ସମ୍ମିଶ୍ରଣ ଘଟି ଯେଉଁ ଯୁକ୍ତ ବ୍ୟଞ୍ଜନଟି ସୃଷ୍ଟି କରିଥାନ୍ତି, ସେଗୁଡିକୁ ଆମେ କହିଥାଉ କଣ ନା ଅନୁନାସିକ ଯୁକ୍ତ ବ୍ୟଞ୍ଜନ ବା ଯୁକ୍ତ ବର୍ଣ୍ଣ। ମ ସହିତ ଆମର କ ବର୍ଗର ଆଉ ଚାରୋଟି କ, ଖ, ଗ, ଘ, କ, ଖ, ଗ, ଘ, ଏସବୁ ହଉଛି ଆମର ଅନୁନାସିକ ଯୁକ୍ତ ବର୍ଣ୍ଣ। ଚ ବର୍ଗର ପଞ୍ଚମ ବର୍ଣ୍ଣ ହଉଛି ନିୟ, ନିୟ ସହିତ ମିଶିଗଲେ ଚ, ଛ, ଜ, ଝ, ଚ, ଛ, ଝ, ଝ, ଇଏ ସବୁ ହଉଛି ଆମର ଅନୁନାସିକ ଯୁକ୍ତ ବ୍ୟଞ୍ଜନ। ସେପରି ଟ, ଠ, ଡ, ଢ, ଇଏ ସବୁ ମଧ୍ୟ ଆମର ଅନୁନାସିକ ଯୁକ୍ତ ବ୍ୟଞ୍ଜନ। ଓକେ, କେବେ କେବେ ବେଳେ ବେଳେ ଅନୁନାସିକ ଯୁକ୍ତାକ୍ଷର ଗୁଡିକୁ ମଧ୍ୟ ଆମେ ଅନୁସାର ଦେଇ ଲେଖିଥାଉ। ଯେପରି ଆମର ଗୋଟେ ଏକ୍ସାମ୍ପଲ ଦେଇଛି ଟଙ୍କା। ଏଇଟା ଆମର ମୋ ଆଉ ର ସମ୍ମିଶ୍ରଣରେ ଆମର ସୃଷ୍ଟି ହଉଛି ଅଙ୍କ। ଟଙ୍କା ଲେଖାର ଆକାର ଟଙ୍କା ଲେଖାର, ତାକୁ ମଧ୍ୟ ଆମେ ପୂର୍ବ ବ୍ୟଞ୍ଜନରେ ଅନୁସାର ଦେଇ ଆମେ
ଟଙ୍କା ମଧ୍ୟ ଏଇଭଳି ଭାବରେ ଲେଖିବା। ସେଇଭଳି ଅଙ୍ଗ, ଗୋଟେ ଅଙ୍ଗ ଏଟା କଥା ଦିଆଯାଇଛି ମଞ୍ଚ, ସମ୍ଭବ, ସମ୍ବନ୍ଧ ଏସବୁ ଆମେ ଅନୁସାର ମାଧ୍ୟମରେ ମଧ୍ୟ ଲେଖିପାରିବା। ଆଉ କିଛି ଯୁକ୍ତାକ୍ଷର ଅଛି ଯାହାକୁ ଆମେ ଭାଙ୍ଗି ଭାଙ୍ଗି ହଳନ୍ତ ମାଧ୍ୟମରେ ମଧ୍ୟ ଲେଖିଥାନ୍ତି। ଉତ୍କର୍ଷ ଏଟା ତ ଆଉ କ ର ମିଶ୍ରଣରେ ଏଇ ଯୁକ୍ତ ବର୍ଣ୍ଣଟି କଟି ତିଆରି କରାଯାଇଛି ବା ଜାତ ହୋଇଛି। ତାହାକୁ ଆମେ ଉତ୍କର୍ଷ ତ ହଲନ୍ତ କରି ଆମେ ମଧ୍ୟ ଲେଖିପାରିବା। ଉତ୍କର୍ଷ, ମୁଗ୍ଧ, ମୁଗ୍ଧ, ବକ୍ସି, ବକ୍ସି, ତନ୍ତ୍ର, ତନ୍ତ୍ର, ଉତ୍ସାହ, ଉତ୍ସାହ ଏଇଭଳି ମଧ୍ୟ ଆମେ ଲେଖିପାରିବା। ଆଉ କିଛି ବର୍ଣ୍ଣ ଅଛି ଯାହାକୁ ଆମେ କଣ କରିପାରିବା ନା ଆମର ନାସିକ୍ୟ ବର୍ଣ୍ଣ ଯୋଉ ଅଛି ପେଁ କାଳି କରିପାରୁଛି କଇଁଚି ଏଠି ଆମେ ମଧ୍ୟ ଚନ୍ଦ୍ରବିନ୍ଦୁ ସାହାଯ୍ୟରେ ମଧ୍ୟ ଲେଖିପାରିବା। ଯେପରି ପେଁ କାଳିକୁ ଆମେ ପେଁ ପରେ ଏକାର ଚନ୍ଦ୍ରବିନ୍ଦୁ ଦିଆଯାଇଛି ପେଁ କାଳି, କଇଁଚିକୁ କଇଁଚି, ପାଞ୍ଚଣକୁ ପାଞ୍ଚଣ ଏଇଭଳି ଭାବରେ ମଧ୍ୟ ଲେଖିବା। ତେଣୁ ଅନୁନାସିକ ଯୁକ୍ତ ବ୍ୟଞ୍ଜନକୁ ଆମେ କଣ କରିପାରିବା ନା ଅନୁସାର ଏବଂ ଆମର ଚନ୍ଦ୍ରବିନ୍ଦୁର ସହାୟତାରେ ମଧ୍ୟ ଲେଖିପାରିବା। ଓକେ, ତ ଅନୁନାସିକ ଯୁକ୍ତ ବ୍ୟଞ୍ଜନ କଣ ନା ଅନୁନାସିକ ଯୁକ୍ତ ବ୍ୟଞ୍ଜନ ହଉଛି ପ୍ରତ୍ୟେକ ବର୍ଗର ଯୋଉ ଆମର ପାଞ୍ଚଟି ଅନୁନାସିକ ବ୍ୟଞ୍ଜନ ବର୍ଣ୍ଣ ଅଛି ତା ସହ ସେଇ ବର୍ଗର ଅନ୍ୟ ଚାରୋଟି ବ୍ୟଞ୍ଜନ ଯୁକ୍ତ ହୋଇ ଯେଉଁ ନୂତନ ଯୁକ୍ତ ବ୍ୟଞ୍ଜନଟି ସୃଷ୍ଟି କରିଥାନ୍ତି ତାହାକୁ ଆମେ ଅନୁନାସିକ ଯୁକ୍ତ ବର୍ଣ୍ଣ ବା ଯୁକ୍ତାକ୍ଷର। ଏଇ ଯୁକ୍ତାକ୍ଷର ବା ଯୁକ୍ତ ବ୍ୟଞ୍ଜନର ଆମର ବୈଶିଷ୍ଟ୍ୟ ଗୁଡିକୁ ଆମେ ବର୍ତ୍ତମାନ ଦେଖିବା। ତାର ବୈଶିଷ୍ଟ୍ୟ ଆମର ଯୁକ୍ତ ବର୍ଣ୍ଣର ବୈଶିଷ୍ଟ୍ୟ ପାଞ୍ଚ ପ୍ରକାର ବୈଶିଷ୍ଟ୍ୟ ଅଛି ବା ପାଞ୍ଚ ପ୍ରକାର ତାର ଆମର ପାଞ୍ଚ ପ୍ରକାର ବୈଶିଷ୍ଟ୍ୟ ଅଛି। ପାଞ୍ଚ ପ୍ରକାର ବୈଶିଷ୍ଟ୍ୟ ଗୁଡିକ କଣ କଣ? ପ୍ରଥମ ବୈଶିଷ୍ଟ୍ୟ ହଉଛି ଦେଖନ୍ତୁ ଏଇଠି ପ୍ରଥମ ବ୍ୟଞ୍ଜନ ବର୍ଣ୍ଣଟି ପୂର୍ଣ୍ଣ ରୂପ ରହିବ। ଯଦି ଯେବେ ଆମର ଦୁଇଟି ବ୍ୟଞ୍ଜନର ସମ୍ମିଶ୍ରଣରେ ଆମର ଯୁକ୍ତାକ୍ଷର ବା ଯୁକ୍ତ ବ୍ୟଞ୍ଜନର ସୃଷ୍ଟି ଏହା ଆଉ ତା ଡେଫିନେସନ ଜାଣିଛନ୍ତି। ପ୍ରଥମ ବୈଶିଷ୍ଟ୍ୟଟି ହଉଛି ପ୍ରଥମ ବ୍ୟଞ୍ଜନର ପୂର୍ଣ୍ଣ ରୂପରେ ରହିବ ତା ସହ ଦ୍ୱିତୀୟ ବ୍ୟଞ୍ଜନ ଯୋଗ ହେଉଛି ତାହାର ପୂର୍ଣ୍ଣ ରୂପ ମାତ୍ର ଛୋଟ ଆକାରରେ ପ୍ରଥମ ବ୍ୟଞ୍ଜନର ତଳେ ଲେଖିଛି। ତାର ତଳେ ଡାହାଣ ପାଖକୁ ସଂଯୁକ୍ତ କରି ଦ୍ୱିତୀୟ ବ୍ୟଞ୍ଜନର ପୂର୍ଣ୍ଣ ରୂପଟି ଛୋଟ ଆକାରରେ ଯଦି ଆମ କଣ୍ଠ ଅଛି କଣ୍ଠରେ ଠ ଟା ନ ଆଉ ଠ ର ସମ୍ମିଶ୍ରଣରେ ସୃଷ୍ଟି କରାଯାଉଛି। ବୁଝିପାରିଲେ? ଯଦି ଆମେ ଠ ଲେଖୁଛନ୍ତି ନ ଲେଖିଲେ ପ୍ରଥମ ଯୋଉ ବ୍ୟଞ୍ଜନଟି ଆମର ପୂର୍ଣ୍ଣ ରୂପ ରହିଲା ତା ତଳେ ଠ ବ୍ୟଞ୍ଜନ ମଧ୍ୟ ପୂର୍ଣ୍ଣ ରୂପ ରହିଲା ନା ଛୋଟ ଆକାରରେ କରି ଲେଖେ। ତାପରେ ତାର ଉଚ୍ଚାରଣ ହବ ଠ ଷ୍ଟ ଯେପରି ମୁଧନେଶ୍ୟ ଟା ଆମର ଟା ଆମର ଲେଖାଗଲା ପୂର୍ଣ୍ଣ ରୂପରେ ତା ତଳେ ଟ ଯୋଗ କରାଯାଇଛି ଟ ବ୍ୟଞ୍ଜନ ତା ତଳେ ଆମର ଟ ବ୍ୟଞ୍ଜନଟି ଛୋଟ ଆକାରରେ ଷ୍ଟ ହେଲା। ଏଇ ବ୍ୟଞ୍ଜନରୁ ଆମେ ଏକ ଶବ୍ଦ କହିପାରିବା ସ୍ପଷ୍ଟ, ଦୃଷ୍ଟ, ଓକେ। ଏଇଟା ହଉଛି ଆମର ପ୍ରଥମ ବୈଶିଷ୍ଟ୍ୟ ଯୁକ୍ତ ବର୍ଣ୍ଣ ବା ଯୁକ୍ତାକ୍ଷର। ଓକେ, ଦ୍ୱିତୀୟ ବୈଶିଷ୍ଟ୍ୟ ହଉଛି କଣ? ଦ୍ୱିତୀୟ ବୈଶିଷ୍ଟ୍ୟ ହଉଛି ଆମର ପ୍ରଥମ ବର୍ଣ୍ଣର ଆମର ଯୋଉ ପ୍ରଥମ ବର୍ଣ୍ଣ ପତ ଉଦାହରଣ ଆମର ପତରେ ଆମର ପ୍ରଥମ ବର୍ଣ୍ଣଟା ଲେଖାଯିବ। ପ୍ରଥମ ବର୍ଣ୍ଣର ଲିପି ସମ୍ପୂର୍ଣ୍ଣ ରୂପେ ରହିବ ମାତ୍ର ଦ୍ୱିତୀୟ ବର୍ଣ୍ଣର ସାଙ୍କେତିକ ରୂପ ୟୁଜ କରାଯିବ। ତର ସାଙ୍କେତିକ ରୂପ ହଉଛି ଦୁଇ ଭଳି ତ ଆମର ଆମେ ଲେଖିଥାନ୍ତି ତ ବୁଝିଲେ? ଏଇଟା ହଉଛି ଆମର ଦ୍ୱିତୀୟ ବୈଶିଷ୍ଟ୍ୟ। ଘରେ ପନ୍ଥା, ଭରେ ଆରମ୍ଭ, ମୋର ଆମର ମ ଫ ମିଶିକି ଭ ହେଇଛି। ମ ଟା ପ୍ରଥମ ବର୍ଣ୍ଣ ପୂର୍ଣ୍ଣ ରୂପରେ ରହିଲା। ଭର ସାଙ୍କେତିକ ରୂପ ହଉଛି ଇଂଲିଶର 2 ନମ୍ବର ଭଳି। କିନ୍ତୁ ଏହା ତା ତଳେ ଲେଖା ହେବ। ବୁଝିପାରିଲେ? ତେଣୁକରି ଏଠାରେ ଆମେ ଦେଇଛୁ ଏଗୁଡିକ ଯେମିତି ଆମର କ ପାଇଁ 3 ସଂଖ୍ୟା ୟୁଜ କରାଯାଏ। କ ଆମର ଥ ପାଇଁ ଏଇ ଯୋଉ ସବୁ ସଂଖ୍ୟା ପାଇଁ ଯୋଉ ଆମର 2 ସଂଖ୍ୟା ଭଳି ସଂଖ୍ୟା ଭଳି ଯୋଉ ଆମେ ସାଙ୍କେତିକ ରୂପ ତ ପାଇଁ ୟୁଜ କରାଯାଇଥାଏ। ତ ପାଇଁ କି ଡ ପାଇଁ ୟୁଜ କରାଯାଇଥାଏ। କେବଳ କ୍ଲାସର ବର୍ଣ୍ଣ ସହଜ ବର୍ଣ୍ଣର ସାଙ୍କେତିକ ରୂପ। ଓକେ, ପ୍ରଥମ ଆମେ ପ୍ରଥମ ଯୋଉ ବୈଶିଷ୍ଟ୍ୟଟି ହଉଛି ପ୍ରଥମ ବର୍ଣ୍ଣ ପୂର୍ଣ୍ଣ ରୂପରେ ରହିବ ତା ସହିତ ଯୋଗ ହୋଇଥିବା ଦ୍ୱିତୀୟ ବର୍ଣ୍ଣଟି ତା ତଳେ ଲେଖାଯିବ ଛୋଟ ଆକାରରେ ଏବଂ ଦ୍ୱିତୀୟ ବୈଶିଷ୍ଟ୍ୟଟି ହଉଛି
ପ୍ରଥମ ବର୍ଣ୍ଣ ପୁନରୁକ୍ତ ରହିବ। ତା ତଳେ ଆମର ଦ୍ୱିତୀୟ ବର୍ଣ୍ଣର ସାଂକେତିକ ରୂପ ବ୍ୟବହୃତ ହେବ। ଏଇଟା ଆମର ଦୁଇଟି ବୈଶିଷ୍ଟ୍ୟ। ତୃତୀୟ ବୈଶିଷ୍ଟ୍ୟଟି କଣ? ତୃତୀୟ ବୈଶିଷ୍ଟ୍ୟ ଯଦି ର ଯୋଗ କରାଯାଏ, ଆମର ର ଟା ଯଦି ପ୍ରଥମରେ ଲେଖାଥିବ, ର ଟା ପ୍ରଥମ ଲେଖାଏ ର ଯୁକ୍ତ ମ କର୍ମ ହେଲେ ଆମର ଏଇ ର ଟି ରେ ଯୋଗ ହୋଇଛି। ପରବର୍ତ୍ତୀ ଅକ୍ଷରରେ ପରବର୍ତ୍ତୀ ବର୍ଣ୍ଣରେ ରେ ଯୋଗ ହୋଇଛି। କର୍ମ, ମର୍ମ, ରେ ଯୋଗ ହୋଇଛି। ମାତ୍ର ର ଟା ଆମର ଫଳା ରୂପେ ବ୍ୟବହୃତ ହୁଏ କୋଉଠି? ନା ଯେତେବେଳେ ଦ୍ୱିତୀୟରେ ବର୍ଣ୍ଣର ଦ୍ୱିତୀୟରେ ର ଟା ୟୁଜ କରାଯିବ, ର କୁ ଆମେ ବ୍ୟବହାର କରିବାନି। ଯେମିତି କ୍ରମ, ଅ ଯୁକ୍ତ ର। ଏଟା ଆମର ହେଲା କଣ? ନା କ୍ର। ଏଠି ର ଟା ଫଳା। ଓକେ, ଏଟା ହଉଛି ଆମର ତୃତୀୟ ବୈଶିଷ୍ଟ୍ୟ। ପୂର୍ବରେ ର ଯଦି କୌଣସି ବର୍ଣ୍ଣର ପୂର୍ବରେ ର ହଳନ୍ତ ହେଇକି ରହିଥାଏ, ତାହେଲେ ତାହା ରେଫ ରୂପେ, ରେଫ ର ସାଂକେତିକ ଚିହ୍ନ ହଉଛି ହେଲା ରେଫ ର ସାଂକେତିକ ଚିହ୍ନ। ରେଫ ରୂପେ ପରବର୍ତ୍ତୀ ବ୍ୟଞ୍ଜନ ବା ପରବର୍ତ୍ତୀ ଅକ୍ଷରରେ ଯୋଗ ହଉଛି। ମାତ୍ର ର ଫଳା କେତେବେଳେ ଯୋଗ ହୁଏ ନା ଯେତେବେଳେ କୌଣସି ବ୍ୟଞ୍ଜନର ପରେ ଆମର ର ଯୋଗ କରାଯାଇଥିବ। ଧର ଆମର କ ଯୁକ୍ତ କ, ସେଇଠି ଆମର କଣ ହବ ନା କ୍ର ହବ। ତେବେ କ ର କୁ କ୍ର କରିବେ ନାହିଁ। କାମ କର, ଏଟାକୁ କ୍ର କରିବେ ନାହିଁ, ଏଟା ଭୁଲ ହବ। ଏହା କାମ କର ଇଏ ଗୋଟେ ଶବ୍ଦ ଆମର କର। ମାତ୍ର ଇଏ କ, ଇଏ ଯୋଉ କ ଅଛି, କ ସହିତ କ ହଲ, କ ସହିତ ଆମର ଯୋଗ କରୁଛୁ। କ୍ର ଅକ୍ଷରଟି କ୍ର ଅକ୍ଷରଟି ବା କ ବର୍ଣ୍ଣଟି ପାଇବା। ଓକେ, ତେଣୁକରି ଏଇ ଯୋଉ କ୍ର ଟା ହଉଛି ଆମର ଫଳ। ଆମର ଯୋଉ ରେଫ ଟା ଯଦି ବର୍ଣ୍ଣର ପୂର୍ବରେ ର ହଲନ୍ତ ଯୋଗ ହୋଇଥାଏ, ତାହେଲେ ସେ ର ହଲନ୍ତର ରେ ରୂପଟି, ରେ ସାଂକେତିକ ଚିହ୍ନଟି ଆମର ପରବର୍ତ୍ତୀ ବର୍ଣ୍ଣର ଉପର ଭାଗର ଡାହାଣ ପାର୍ଶ୍ୱରେ ଲାଗିଥାଏ। ଓକେ, ଏହା ହଉଛି ଆମର ତୃତୀୟ ବୈଶିଷ୍ଟ୍ୟ। ହେଲା ଆମର ସେଇଭଳି ତ ପାଇଁ ମଧ୍ୟ ଲେଖାଯାଇଛି। ତ ପାଇଁ ଆମେ ଜାଣିଛନ୍ତି, ତ ପାଇଁ ଯଦି ପରେ ବ୍ୟବହୃତ ହୁଏ, এই ଦୁଇ ଭଳି ଆମର ଲାଗିଥାଏ। କ ତ ର ସମିଶ୍ରଣରେ ତ ହେଲା, ରକ୍ତ ଯୋଉ ଦେଖନ୍ତୁ ତ ତଳେ ଡାହାଣ ପଟେ ତାର ଦୁଇ ଭଳି ଗୋଟେ ସାଂକେତିକ ଚିହ୍ନ ଦିଆଯାଏ। ମାତ୍ର ଯେତେବେଳେ କ ଲେଖାଯାଏ, ତ କ ର ଯୋଉ ସାଂକେତିକ ଚିହ୍ନ ହଉଛି ଆମର ଉତ୍କଳ, ତ ଉତ୍କଳ, ଓକେ, ଉତ୍କଳ ତ ବୁଝିପାରିଲେ? ତେଣୁକରି ଚତୁର୍ଥ ହଉଛି ଆମର ତ୍ରିବର୍ଣ୍ଣୀ ଯୁକ୍ତ ବର୍ଣ୍ଣ। ଚତୁର୍ଥ ବୈଶିଷ୍ଟ୍ୟଟି ହଉଛି କଣ ନା ତ୍ରିବର୍ଣ୍ଣୀ ଯୁକ୍ତ ବର୍ଣ୍ଣ। ତିନୋଟି ବର୍ଣ୍ଣର ମିଶ୍ରଣ ରହିଥାଏ। ଯେମିତି ଆମେ ମନ୍ତ୍ରୀ, ଆମେ ପୂର୍ବ ସ୍ଲାଇଡରେ ପଢିକରି ଆସିଲେ, ମନ୍ତ୍ରୀ, ତନ୍ତ୍ରୀ, ସ୍ତ୍ରୀ। ଓକେ, ପ୍ର ଯୋଗ ହେଇଛି ନ, ତ, ର ସମିଶ୍ରଣରେ ପ୍ର ଆମର ତିଆରି କରାଯାଇଛି। ଆମର ସ୍ତ୍ର ଯେପରି ସ, ତ, ର ସମିଶ୍ରଣରେ ସ୍ତ୍ର ବ୍ୟଞ୍ଜନଟି ବା ଯୁକ୍ତାକ୍ଷରଟି ତିଆରି କରାଯାଏ। ବସ୍ତ୍ର, ଶସ୍ତ୍ର, ସ୍ତ୍ରୀ, ଇଏ ସବୁ ତିନୋଟି ବ୍ୟଞ୍ଜନର ଆମର ସମିଶ୍ରଣ ରହିଥିବାରୁ ଏଗୁଡ଼ିକୁ ଆମେ କୁହାଯାଏ କଣ ନା ତ୍ରିବର୍ଣ୍ଣୀ ଯୁକ୍ତ। ପଞ୍ଚମଟି କଣ ନା ଆମେ ଯୋଉ କହୁଛନ୍ତି ଦ୍ୱିତୀୟ ତ, ଦୁଇଟି ସେଇ ବ୍ୟଞ୍ଜନ, ସେ ଏକ ନିର୍ଦ୍ଦିଷ୍ଟ ବ୍ୟଞ୍ଜନ, ସେହି ବ୍ୟଞ୍ଜନ ସହିତ ମିଶିକରି ଯେଉଁ ଯୁକ୍ତ ବ୍ୟଞ୍ଜନ ସୃଷ୍ଟି କରିଥାଏ, ତାହାକୁ ଆମେ କହିଥାନ୍ତୁ କଣ ନା ଦ୍ୱିତୀୟ ଯୁକ୍ତ ବ୍ୟଞ୍ଜନ। ଗୋଟିଏ ନିର୍ଦ୍ଦିଷ୍ଟ ବ୍ୟଞ୍ଜନ ସହିତ ସେଇ ବ୍ୟଞ୍ଜନ ଯୁକ୍ତ ବ୍ୟଞ୍ଜନ ସୃଷ୍ଟି କରିଥାଏ। ଯେପରି ଚ, ଏଟା ଦ୍ୱିତୀୟ ଚ, ଟ, ତ, ଛ, ଇଏ ସବୁ ହଉଛି ଆମର ଦ୍ୱିତୀୟ ବା ଦ୍ୱିତୀୟ ଛ, ଦ୍ୱିତୀୟ ଟ, ଦ୍ୱିତୀୟ ତ, ଏଇଭଳି ଭାବରେ ହେଉଛି। ଏତିକି ଆମର ହଉଛି ଆମର ଯୁକ୍ତ ବ୍ୟଞ୍ଜନ ବା ଯୁକ୍ତାକ୍ଷରର ପାଞ୍ଚଟି ବୈଶିଷ୍ଟ୍ୟ। ଗୋଟିଏ ହେଲା କଣ ନା ଆମର ପୂର୍ବବର୍ତ୍ତୀ ବା ପ୍ରଥମ ବ୍ୟଞ୍ଜନଟି ଦୁଇଟି ବ୍ୟଞ୍ଜନ ଆମର ମିଶିଥାଏ। ତା ତଳେ ଦ୍ୱିତୀୟ ବ୍ୟଞ୍ଜନଟି ଛୋଟ ଆକାରରେ ପୂର୍ଣ୍ଣରୂପ ଛୋଟ ଆକାରରେ ରହିବ। ତାପରେ ଆଉ ଯୋଉ ଆମର ଦ୍ୱିତୀୟ ବୈଶିଷ୍ଟ୍ୟଟି କଣ ହେଲା? ଦ୍ୱିତୀୟ ବୈଶିଷ୍ଟ୍ୟଟି ହେଲା ପ୍ରଥମ ବ୍ୟଞ୍ଜନଟି ପୂର୍ଣ୍ଣରୂପ ରହିବ। ଦ୍ୱିତୀୟ ବ୍ୟଞ୍ଜନଟି ତାହାର ସାଂକେତିକ ରୂପ ଧାରଣ କରି ତଳେ ରହିବ। ତର ସାଂକେତିକ ରୂପ ହେଲା ଇ। ତୃତୀୟଟି ଆମର ର ଯଦି କୌଣସି
ବର୍ଣ୍ଣର ଉପରେ ଯୋଗ ହୋଇଥାଏ ତାହେଲେ ଏହି ରଟି ପରବର୍ତ୍ତୀ ବର୍ଣ୍ଣର ଉପରି ଭାଗରେ ରେଫ୍ ଆକାରରେ ଯୋଗ ଟାଣ ପଟକୁ ରେଫ୍ ଆକାରରେ ଯୋଗ। ଚତୁର୍ଥଟି କଣ ହେଲା ନା ଚତୁର୍ଥଟି ହେଲା ତ୍ରିବର୍ଣ୍ଣୀ ତିନୋଟି ବର୍ଣ୍ଣର ସମାହାରରେ ଆମର ନୂତନ ଯୁକ୍ତ ବର୍ଣ୍ଣ ସୃଷ୍ଟି ହୋଇଥାଏ ତାହା ହଉଛି ତ୍ରିବର୍ଣ୍ଣ। ଯେପରି ର ନ ଯୁକ୍ତ ତ ଯୁକ୍ତ ର ର ସମ୍ମିଶ୍ରଣରେ ଉଦାହରଣ ସ୍ୱରୂପ ମନ୍ତ୍ରୀ ଟା ହଉଛି ତ୍ରିବର୍ଣ୍ଣୀ ଯୁକ୍ତ ବ୍ୟଞ୍ଜନ ଏବଂ ଶେଷ ବା ପଞ୍ଚମ ବୈଶିଷ୍ଟ୍ୟଟି ହଉଛି ଯୁକ୍ତ ଅକ୍ଷର ବା ଯୁକ୍ତ ବ୍ୟଞ୍ଜନର ଯେ ଗୋଟିଏ ବ୍ୟଞ୍ଜନ ସେହି ବ୍ୟଞ୍ଜନ ସହ ପୁନର୍ବାର ମିଶି ଦ୍ୱିତୀୟ ଯୁକ୍ତ ବ୍ୟଞ୍ଜନ ସୃଷ୍ଟି କରିଥାଏ। ଉଦାହରଣ ସ୍ୱରୂପ ଚ ଦ୍ୱିତୀୟ ଟ ତ ଏହିସବୁ ରହେ। ଓକେ, କିନ୍ତୁ ସେଇ ଜିନିଷ ଆମର ଏଇଟାରେ ଲେଖାଯାଇଛି ଯେ ଏହାକୁ ଆପଣ ମାନେ ମନେ ରଖିବେ ମଧ୍ୟ ଓଡ଼ିଆରେ ର ବର୍ଣ୍ଣର ଯୋଗ ରୂପ ରେଫ୍ ବା ୟ ଫଳା ବ୍ୟତୀତ ସମସ୍ତ ସାଙ୍କେତିକ ଫଳା ଚିହ୍ନ ଯୁକ୍ତ ବ୍ୟଞ୍ଜନର ସଂକ୍ଷିପ୍ତ ଚିହ୍ନ ପ୍ରଥମ ବର୍ଣ୍ଣର ତଳେ ଲାଗେ। ଏଇଟା ମୁଁ କହିକି ଆସିବି ଆମ ୟ ଫଳାଟି ଡାହାଣରେ ଲାଗିଥାଏ ଆଉ ରେଫ୍ ଟି ଆମର ଉପରେ ଲାଗିଥାଏ। ଅନ୍ୟ ସବୁ ଯୁକ୍ତ ବ୍ୟଞ୍ଜନ ସଂକ୍ଷିପ୍ତ ଚିହ୍ନ ବା ସାଙ୍କେତିକ ଚିହ୍ନ ପ୍ରଥମ ବର୍ଣ୍ଣର ତଳେ ରହିଥାଏ। ରେଫ୍ ଟା ଆମର ଉପରେ ରହିଥାଏ, ୟ ଟି ଡାହାଣ ପାର୍ଶ୍ୱରେ ରହିଥାଏ। ଡ ଆଉ ତ ର ସାଙ୍କେତିକ ଲିଖନ ରୂପ ସମାନ। ଡ ର ସାଙ୍କେତିକ ରୂପ ଦୁଇ ଭଳି, କ ର ମଧ୍ୟ ସାଙ୍କେତିକ ଦୁଇ ଭଳି। ଯେପରି ମଣ୍ଡା, ଗେଣ୍ଡା, କାପ୍ତା, ଡ ଣ ସହିତ ଡ ର ମିଶ୍ରଣରେ ଆମର ହେଲା ଣ୍ଡ। ମଣ୍ଡା ଲେଖୁଛନ୍ତି ଏଣ ତଳେ ଦୁଇ ଦେଇକି ଲେଖୁଛନ୍ତି। କାପ୍ତା ଆମର ପର ତ ସମ୍ମିଶ୍ରଣରେ ଆମର ତ ସୃଷ୍ଟି ହେଉଛି। ପ ତଳେ ଦୁଇ ଭଳି ତେଣୁକରି ଡ ଆଉ ତ ର ସାଙ୍କେତିକ ରୂପ ସମାନ। ଏଟାକୁ ମନେ ରଖିବେ। ଓଡ଼ିଆରେ ବର୍ଗୀୟ ବ୍ୟଞ୍ଜନ ବ ର ସାଙ୍କେତିକ ଚିହ୍ନ ଓ ଅବର୍ଗୀୟ ବ୍ୟଞ୍ଜନ ଫଳା ଚିହ୍ନ ଆଉ ୟ ଫଳା ଚିହ୍ନ ଏଥିରେ ଯାକ ସମାନ କିନ୍ତୁ ବ୍ୟବହାର ଭିନ୍ନ ଭିନ୍ନ। ଏହା ଆମର ଡାହାଣ ପଟରେ ୟୁଜ କରାଯାଏ, ବ୍ୟବହାର କରାଯାଏ। ଏହା ଆମର ତଳେ ବ୍ୟବହାର କରାଯାଏ ମାତ୍ର ଛାଡିକି ରହିବ। ଫଳା ଚିହ୍ନ ସବୁବେଳେ ଛାଡିକି ରହିବ, ମାତ୍ର ଯୁକ୍ତାକ୍ଷରରେ ଯୋଉ ଯୁକ୍ତ ବ୍ୟଞ୍ଜନ ଯୋଉ ଥାନ୍ତି ତାହା ଲାଗିକି ରହିଥାଏ। ଏଇଟା ମଧ୍ୟ ଦେଖିବେ ଦିଆଯାଇଛି ଯେ ବା ଚିହ୍ନ ସାମାନ୍ୟ ଛାଡିକରି ହୁଏ କିନ୍ତୁ ଯୁକ୍ତ ବର୍ଗ ସାଙ୍କେତିକ ଚିହ୍ନ ଗୁଡ଼ିକୁ ଲାଗିକରି ହୁଏ। ଜଷ୍ଟ ମୁଁ ଏବେ କହିପାରି ଆସିବି ବିଶ୍ୱ ଏଟା ହେଲା ଓ ଫଳା ଛାଡିକି ରହିଛି ବିଶ୍ୱ। ମାତ୍ର ଆମ୍ବରେ ଆମର ମ ବ ସହିତ ଯୁକ୍ତ ହୋଇକି ରହିଛି, ତେଣୁକରି ଏଟା ଲାଗିକି ଥାଏ। ମନେ ରଖିବେ ଫଳା ଚିହ୍ନ ସବୁବେଳେ ଆମର ବର୍ଣ୍ଣରେ ଛାଡି କରି ରୁହେ, ସାମାନ୍ୟ ଛାଡି କରି ରୁହେ। ଯୁକ୍ତ ବର୍ଣ୍ଣର ସାଙ୍କେତିକ ଚିହ୍ନ ଗୁଡ଼ିକ ଲାଗିକରି ରୁହେ। ର ଯଦି ପୂର୍ବେ କୌଣସି ବର୍ଣ୍ଣର ପୂର୍ବରେ ହଳନ୍ତ ଆକାର ଥାଏ ତାହେଲେ ରେଫ୍ ରୂପେ ବ୍ୟବହାର କରାଯାଏ। ଡ ଆଉ ତ ର ସାଙ୍କେତିକ ରୂପ ସମାନ। ଓକେ, ସୋ ଆଜିର ଯୋଉ ଡିସ୍କସନ ଥିଲା ଆମର ମାତ୍ରା, ଫଳା ଓ ଯୁକ୍ତ ବର୍ଣ୍ଣ ବା ଯୁକ୍ତାକ୍ଷର ବିଷୟରେ ଆମେ ପଢିଲେ। ଆଶା ଏ ଭିଡିଓଟି ଆପଣଙ୍କୁ ଭଲ ଲାଗିଥିବ। ଯଦି କିଛି ବୁଝି ନ ପାରୁଛନ୍ତି ତାହେଲେ କମେଣ୍ଟ ମାଧ୍ୟମରେ ମଧ୍ୟ ଜଣାଇ ପାରିବେ, ତାର ଉତ୍ତର ମୁଁ ଦେବି। ଦୟାକରି ଏଇ ଭିଡିଓଟିକୁ ଆପଣ ସବସ୍କ୍ରାଇବ କରନ୍ତୁ, ଯଦି ସବସ୍କ୍ରାଇବ ନ କରିଥିବେ ସବସ୍କ୍ରାଇବ କରନ୍ତୁ। ବହୁଳ ମାତ୍ରାରେ ସେୟାର କରି ଅନ୍ୟମାନଙ୍କ ପାଖରେ ମଧ୍ୟ ପହଞ୍ଚାନ୍ତୁ। ଏହା ଦ୍ୱାରା ଯୋଉମାନଙ୍କୁ ଆମର ଏଇ ଚାପ୍ଟର ବିଷୟରେ ଏଇ ବିଷୟରେ ଅଧ୍ୟାୟ ବିଷୟରେ ଡାଉଟ ଥିବ ବା ସନ୍ଦେହ ଥିବ ତାଙ୍କର ସନ୍ଦେହ ମୋଚନ କରିପାରିବ। ଆପଣମାନେ ଏଇ ଭିଡିଓଟିକୁ ବହୁଳ ମାତ୍ରାରେ ଦେଖୁଥିବାରୁ ଭଲ ପାଇବା ଦେଉଥିବାରୁ ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ। ଥ୍ୟାଙ୍କ ୟୁ ଫର ୱାଚିଂ ମାଇ ଚ୍ୟାନେଲ। ଥ୍ୟାଙ୍କ୍ସ।